हरे कृष्णा। कार्तिक महात्म्य एकादश अध्याय जलंधर संग्राम शीर्षक आयुध चक्रराज सुदर्शनकर सृष्टिर वृत्तांत। भगवान महादेव कहते बोलती शुण गदाधर दैत्यनाशने एक सर सबुदेवों तेज बरी मते आयुध दिय करी शेषरे मरिब असुर देवों शत्रु जलंधर ईश्वर वचन प्रमाणे सकल देवे तदक्षणे जे जहा अंगु तेज काढ़ी रखिले कठावे बाढ़ी विष्णु आयुध कले ताहा सुदर्शन बोली जहा आदित्य तेज निर्गला आदित्य तेज निर्गला जाजुल्य जार ज्योतिमाला से चंद्र तेज प्राय होई 33 कोटि गुणे भोई से चक्र घेनी नारायण रुद्रंकु कले समर्पण दैत्य जानिब बोली डरे तुरीते गले जे जापुरे दानवपुरे विजय हरि न जाने लक्ष्मी आदि करी एथु अंतरे निशि शेषे अरुण ज्योति प्रकाशे पूर्व दिगरे छायापति उदय हस्त गला राति दैत्य जे थिला हेमगिरी प्रभाते थाट सज करी धाइले हरपुर मार्गे देवेत्रा सन्धि जाहि स्वर्गे असुर थाट घेनी जाई सरणी नदी तीरे रही बाजई तमक निशान शुणी धाइले रुद्रगण रात्र होथिले सज हेई जेणु बार्यता थिले पाई बेगे धाइले अस्त्र घेनी काम काहाळी सिंगाधुनी बजाई कले महागोल ताल डम्बरु कौतूहल रुद्र आज्ञारे थाट घेनी कार्तिक विनायक बेनी नंदी भृकुटी महाकाल भीम कबीर भद्रमेल एहांक तुले रुद्रगण 14 कोटि परिमाण जयंत अजयंत बेनी पिशाच बल खर्वतिनी भूत बेताल वीरचंड कुष्मांड करे लोहदंड सुलसकति चक्रवाल घेनी धाइले पल पल जोगी सन्यासी दंडधारी स्थित सधव दिगंबरी समाधि आसन उपेक्षी मिलिले दैत्यंक अग्रते समाधि आसन उपेक्षी बेगे धाइले युद्ध देखी पर्वत ओह्लाई तुरीते मिलिले दैत्यंक अग्रते असुर रुद्र बल देखी पिंधिले उफ्रधन रखी शंभुनि शंभु बेनी वीर असुर थाटे आगुसार ईश्वर थाटे सेनापति कार्तिकेश्वर महामती ताहांक पछे रुद्र बल असुर थाटे कले गोल चक्रनाराच शूल पेशी उभय थाट मिशामिशी बेनी सागर भेट प्राय समर गति अप्रमेय बजाई नाना वाद्य ध्वनि सबदे कंपे पुरतिनी निर्घात प्राय बाण वृष्टि दिशई धूममय सृष्टि उभय थाटे मुख गोल शबद करे कोलाहल सरणी नदी कूले रण असुर थाटे शिवगण चक्र कुठार बाण पेशी घड़ीके दैत्य बल नासी पड़िले असंख्य कमड़ा तिले धरणी नाही छड़ा 5 योजन आयतरे मड़ा पड़िले निगंजरे जेसन बंध काटी देले लोटी पड़ती पद्म फूले से रूपे निशाचर गणे पड़ी कार्तिक गण बाणे भीमक रुद्र सेन वीर वज्र सदृश तांक सर बहुत दैत्य बल छेदी रकते बुहाइले नदी
ଶିବ ସୈନ୍ୟ ଧର୍ମ ବଳେ ସେଦିନ ଜୟ କଲେ ହେଲେ ଅସୁର ଥାଟେ ପରାଜୟ ଏ ମନ୍ତର ବିୟସ୍ତ ହୁଏ। ସମର ଛାଡ଼ି ଦୁଇ ବଳେ ରହିଲେ ନଦୀ ବେଣୀ କୂଳେ ନିଶାରେ ଭୃଗୁସୁତ ଆସି ସମର ଭୂମି ମଧ୍ୟେ ପଶି ସୁମରି ମୃତ୍ୟୁ ସଞ୍ଜୀବନୀ ଜିଆଇ ଅସୁର ସୈନୀ ପ୍ରଭାତୁ ମିଳିବେନି ବଳେ ଯୁଦ୍ଧ କରନ୍ତି ଅଙ୍ଗ ଛଳେ। ସୁମରି ମୃତ୍ୟୁ ସଞ୍ଜୀବନୀ ଜିଆଇ ଅସୁର ସୈନୀ ମିଳନ୍ତି ରାଜା ସନ୍ନିଧାନେ ପୁଣି ସମର ଆର ଦିନେ ପ୍ରଭାତୁ ମିଳିବେନି ବଳେ ଯୁଦ୍ଧ କରନ୍ତି ଅଙ୍ଗ ଛଳେ। ରାତ୍ରେ ଜିଆନ୍ତି ଭୃଗୁସୁତେ ଏମନ୍ତ ଗଲା ଦିନ କେତେ ରଜନୀ କାଳେ ଜଗି ବସି ଜାଣିଲେ ଶିବପୁରବାସୀ ଏତେ ଅସୁର ଘୋର ରଣେ ନିତ୍ୟେ ନାଶନ୍ତି ଶିବ ଗଣେ ଶୁକ୍ର ଜିଆନ୍ତି ତାଙ୍କୁ ରାତ୍ରେ ଏଣୁ ଅକ୍ଷୟ ଦୈତ୍ୟ ଗୋତ୍ରେ ଶୁଣି ବିସ୍ମିତ ବ୍ୟୋମକେଶ ସକ୍ରୋଧି ଛାଡ଼ିଲେ ନିଶ୍ୱାସ ଯୁଗାନ୍ତ ଯେହ୍ନେ ଘୋର ବାତ ଏକ ପିଶାଚି କଲେ ଜାତ କିସ କହିବା ତାର ମୂର୍ତ୍ତି ଗର୍ଜନେ କମ୍ପିଲା ଧରିତ୍ରୀ ମୁକୁଳା କେଶ ଫର ଫର ବଦନ ଅଟେ ଗିରିବର କର୍ଣ୍ଣ ନାସିକା ନେତ୍ର ତୁଣ୍ଡ ଜିଣିୟ ନଳ ସାତ କୁଣ୍ଡ ପର୍ବତ ପ୍ରାୟ ବେଣୀ ସ୍ତନ ଶିଖେ କି ଉଦେ ନବଘନ ତସନେ ଦିଶେ ଲୁଚକାଳି ଭୁଜ କି ଦିଶେ ଆଦ୍ରାବଳି ବିସ୍ତାର ହ୍ରଦଗିରି ତଳେ ଯେହ୍ନେ ଦିଶଇ ଖରା ବେଳେ ଉଦର ତାର ଲକ୍ଷ୍ୟ ତେହ୍ନେ ଉତ୍ସର୍ଗ ତାଳ ତରୁ ଯେହ୍ନେ ତେମନ୍ତ ଦିଶେ ପାଦ ବେଣୀ ଅତି ଭୀଷଣ ଘୋର ଧ୍ୱନି କୋପେ କମ୍ପଇ ତାର ଦେହି ଚରଣେ ତଳୁ ଅଛି ମହି ଏମନ୍ତ ମୂର୍ତ୍ତି ଦେଖି ଆଗେ ହର ବୋଲନ୍ତି ଯାଅ ଆଗେ ଅସୁର ଭୃଗୁ ଭୃଗୁ ଋଷି ଯାନାମ ଶୁକ୍ର ମହାଋଷି ତାହାକୁ ବିନାଶ ଗୁପତେ ସମର ଶେଷ ପରିଜନ୍ତେ ପ୍ରାଣେ ନ ମାରି ରଖିଥିବୁ ସମର ଅନ୍ତେ ଛାଡ଼ିଦେବୁ ଏମନ୍ତ ଶିବ ଆଜ୍ଞା ପାଇ ପିଶାଚି ରଣ ସ୍ଥାନେ ଯାଇ ପ୍ରବେଶ ହେଲା ନିଶା କାଳେ ଯେହ୍ନେ ମନ୍ଦର ମହାଜଳେ ସେହି ପ୍ରକାରେ ଥାଟେ ମିଳି କୋଟି ସଂସାରେ ମଡ଼ା ଗିଳି ଯେହ୍ନେ ସାରଙ୍ଗ ରାଜପକ୍ଷୀ ନିରପେକ୍ଷୀ କ୍ଷୀର ଭକ୍ଷୀ ସେହି ପ୍ରକାରେ ଶିବଦୂତି ସମରେ ଅସୁର ନିପାତି ଦୈତ୍ୟ ଯେତେକ ଶସ୍ତ୍ର କଲେ ତା ଅଙ୍ଗେ ନ ବେଦିଲା ତିଳେ ଉଦର ପୂର୍ଣ୍ଣ କରି ବାଳେ ଅସୁର ଗୁରୁ ଆଗେ ଗିଳି ରଥୁ ଆଣିଲା ତାଙ୍କୁ ଧରି ବୃକ୍ଷ କୁସୁମ ପ୍ରାୟ କରି ଅଧର ଅଙ୍ଗେ ନେଇ ଖୋସି ଗିରିକନ୍ଦରେ ଗଲା ପଶି ତା ଦେଖି ହାହାକାର କରି ଅସୁର ରଣେ ଅପସରି ଗୁରୁ ଭାବେ ମନେ କ୍ରୋଧି ଶିବଗଣଙ୍କୁ ସର ବିନ୍ଧି ନୃପତି ଠାରୁ ଆଜ୍ଞା ପାଇ ଶମ୍ଭୁ ନିଶମ୍ଭୁ ବେଣୀ ଭାଇ କାଳ ନେମିକି ସଙ୍ଗେ ଘେନି ଯୁଦ୍ଧେ ଟେକିଲେ ବୀର ତିନି ତା ଦେଖି ନନ୍ଦୀ ମହାବଳୀ କାଳ ସେ ସୈନିକ ଉଗାଳି ଶମ୍ଭୁ ସମ୍ମୁଖେ ବିନାୟକ ନିଶମ୍ଭୁ ଦୈତ୍ୟକୁ କାର୍ତ୍ତିକ ଏମନ୍ତ ଷଢ଼ ମହାବଳୀ ଉଭୟ ଥାଟ ରଣେ ମିଳି ଯୁଦ୍ଧ କରନ୍ତି ଏକେ ଏକେ ଦୁର୍ଲଭ ରଣ ତିନି ଲୋକେ ନିଶମ୍ଭୁ ପଞ୍ଚବାଣ ସନ୍ଧି କାର୍ତ୍ତିକ ଉପରକୁ ବିନ୍ଧି ବାହନ ଉପରେ ପଡ଼ିଲା ଘାତେ ମୟୂର ମୋହ ଗଲା ପଦାତି ହୋଇ ଶିବ ସୁତ ଅସୁର ଯୁଦ୍ଧ ପ୍ରମିତା ନନ୍ଦିକେଶ୍ୱର ଶୂଳ ପିଠି କାଳ ନଉମି ରଥ ଫାଟେ କେତୁ ସାରଥି ସାତ ଅଶ୍ଵ ଏକ ପ୍ରହାରେ ହେଲେ ନାଶ
ପୁଣି କୋଠାର ପେଶୀ ନନ୍ଦୀ କାଳନେମିର ଧନୁ ଛେଦି ବିରୋଧୀ ହୋଇ ଦୈତ୍ୟ ବୀର ଘେନିଲା ଚର୍ମ ଶିବର ନନ୍ଦିକେଶ୍ୱର କରି ଫଳା ସମରେ ତେଜ ଅନର୍ଗଳା ବେଳକୁ ବେଳ ଯୁଦ୍ଧ ଟାଣ ପଡ଼ଇ ବଜ୍ର ସମବାଣ ପର୍ବତ ଶିଖରୁ ପଥରେ ପଡ଼ିଲେ ଯେହ୍ନେ ଧୁନି କରେ ସେହି ପ୍ରକାର ବାଣ ବୃଷ୍ଟି ସବଦେ କମ୍ପୁଅଛି ସୃଷ୍ଟି ସବୁ ସଙ୍ଗତେ ଗଣପତି ମାଲବନ୍ଧରେ ଯନ୍ତା ଯନ୍ତି ଭୂମିରେ ପଡ଼ି ଗଡ଼ାଗଡ଼ି କେଶରୀ ପ୍ରାୟ କରି ରଡ଼ି ଚଡ଼କ ପ୍ରାୟ ମୁଷ୍ଟିଘାତ ପେଟକୁ ପ୍ରହାରନ୍ତି ନାଥ ଅସୁର ଘାତେ ଗଜାନନ କ୍ଷଣେ ହୋଇଲା ଅଚେତନ ପୁଣି ଚେତନା ପାଇ ରଣେ ପରଶୁ ଧରି ତତକ୍ଷଣେ ଶେଷରେ ଶମ୍ଭୁ ମୂରୁଛିତ ଏମନ୍ତେ ଯୁଦ୍ଧ ପ୍ରମିତ ଘୋର ସମର ଧ୍ୱନି ଶୁଣି ନିଜେ ବିଜୟ ଶୂଳ ପାଣି ଆରୋହୀ ବୃଷଭ ବାହନେ ସଙ୍ଗେ ଅଛନ୍ତି ଗଣମାନେ ଭୂତ ବେତାଳ ଦଣ୍ଡଧାରୀ ଡାକିନି ଗଣ ଆଦି କରି ଧାଇଁଲେ କିଳି କିଳା ନାଦେ ବାଦନ କରି ନାନାବାଦେ ଡମ୍ବରୁ ଅନ୍ତରିକ୍ଷ ପୁରେ ବନ ପର୍ବତ ନାଦ ପୁରେ ସଙ୍ଗେ ଅସଂଖ୍ୟ ଯଗ୍ନି ବୋଲ ଯେ ସ୍ତନେ ନିହାର ପୋଟଳ ଅସୁର ଥାଟେ ଆସି ମିଶି ଶିବନାରା ଚେରି ପୁଧ୍ୱଂସୀ ରଣେ ଆନନ୍ଦ ପଶୁପତି ବାଣ ବିନ୍ଧନ୍ତି କପିଅତି ପିନାକ ଧନୁର୍ଗୁଣ ନାଦେ ଦୈତ୍ୟଙ୍କ ହୃଦେ ସର ଭେଦେ ଏକ ନାରାଚି ସେ ପୂର୍ଯ୍ୟଟି ସୈନ୍ୟ ମାରନ୍ତି କୋଟି କୋଟି ତା ଦେଖି ଜଳନ୍ଧର ରଥେ ଆରୋହୀ ଧନୁ ଧରି ହାତେ ପ୍ରତି ଜଣରେ ସର କରି ଶିବଙ୍କୁ 3 ବାଣ ମାରେ ଗଣପତିଙ୍କ 5 ବାଣ ବୀରଭଦ୍ରଙ୍କୁ 4 ପୁଣ ନନ୍ଦୀ କାର୍ତ୍ତିକ ଥିଲେ ବକ୍ରେ ତାଙ୍କୁ ପେଶିଲା ଏକ ଚକ୍ରେ ମଣିଭଦ୍ରକୁ ଲୌହ ଦଣ୍ଡେ ସର୍ବଗଣଙ୍କୁ କାଣ୍ଡେ କାଣ୍ଡେ ଏକାବେଳକେ ଶତଶର ସନ୍ଧାନ କଲା ଜଲନ୍ଧର ତା ଦେଖି ପଶୁପତି ପୁଣି ଦୈତ୍ୟ ନାରାଜ ସବୁ ଜାଣି ଯେ ବୀରଭଦ୍ର ରଣେ କାଟେ ଅସୁର ରଥେ ଶୂଳ ପିଟି ବିରଥୀ ହେଇ ଦୈତ୍ୟନାଥ ପୁଣି ଆରୋହୀ ଅନ୍ୟ ରଥ ବ୍ରହ୍ମ ସଗତି ଧରି କରି ପିଟିଲା ବୀରଭଦ୍ର ଶିରେ ଦୈତ୍ୟ ପ୍ରହାରେ ବୀରଭଦ୍ର ରଣେ ହୋଇଲା ଅପହାର ଏ 4 କ୍ଷତ୍ରୀ ମାଲ ଯୁଧେ ପଡ଼ି ଗଡ଼ନ୍ତି ମାଲ ବନ୍ଧେ ହେତି ପ୍ରହେତି ବୀର ବେନି ଯୁଜନ୍ତି ଶାଳ ଶିଳ ଘେନି ଏମନ୍ତେ ଅସ୍ତ ଗଲା ବେଳ ରଣ ଉପେକ୍ଷୀ ବେନି କୂଳ ରହିଲେ ବେନି ଭାଗ ହେଇ ମଧ୍ୟେ ଯୋଜନେ ଛଡ଼ା ରହି ହରି ବିଜୟ ନିଜପୁରେ ସ୍ନାହାନ ସାରି ଗଙ୍ଗାନିରେ ଈଶ୍ୱର ଭାବେ ସଦାନନ୍ଦ ଘେନାଇ ପାରିଷଦ ବୃନ୍ଦ ତାଣ୍ଡବ ନୃତ୍ୟ ରଙ୍ଗେ ପଶି ଆନନ୍ଦେ ପୁହାଇଲେ ନେଶି ସେ ମହାଦେବ ବିଶ୍ୱବାସ ନମଇ ମହାଦେବ ଦାସ ସେ ପ୍ରଭୁ ଦୟା ଅନୁରାଗେ ପଦ୍ମ ପୁରାଣ ଗୀତ ଯୋଗେ ଶୁଣ ସୁଜନେ ଚରିତ କାର୍ତ୍ତିକ ମହାତ୍ମ୍ୟ ଅମୃତ ତୁଳସୀ ଉତ୍ପତ୍ତି ବାଣୀ ଶୁଣି ସଂସାରୁ ତର ପ୍ରାଣୀ ଉତ୍ତରାଖଣ୍ଡ ସାରସ୍ୱତ କାର୍ତ୍ତିକ ମହାତ୍ମ୍ୟ ଅମୃତ ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରାଖଣ୍ଡେ କାର୍ତ୍ତିକ ମହାତ୍ମ୍ये ଜଳନ୍ଧର ସଂଗ୍ରାମ ନାମେ ଏକାଦଶ ଅଧ୍ୟାୟ ସମ୍ପୂର୍ଣ୍ଣମ୍। ଜୟ ଶିବଶକ୍ତି।